ଯାତ୍ରା ପୁସ୍ତକ ଏକ ପର୍ବ। ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିଶର ଦେଶକୁ ଆସିଥିଲେ, ସେମାନଙ୍କର ନାମ ରୁବେନ, ସିମିଓନ, ଲେବି ଓ ଜିହୁଦା, ଇସାଖର, ସବଲୁନ ଓ ବିନ୍ୟାମିନ, ଦାନ ଓ ନପ୍ତାଲି, ଗାଦ ଓ ଆସେର। ସର୍ବସୁଦ୍ଧା ଯାକୁବଙ୍କର କଟିରୁ ଉତ୍ପନ୍ନ ବଂଶ 70 ପ୍ରାଣୀ ଥିଲେ। ମାତ୍ର ଯୋସେଫ ପୂର୍ବେ ମିଶରରେ ଥିଲେ। ଅନନ୍ତର ଯୋସେଫ ଓ ତାଙ୍କର ଭାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ। ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବଧିଷ୍ଣୁ ଓ ବହୁଗୋଷ୍ଠିକ ହୋଇ ଅତିଶୟ ପ୍ରବଳ ହେଲେ। ପୁଣି ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା। ଅନନ୍ତର ଯେ ଯୋସେଫକୁ ଜାଣିନଥିଲେ, ଏପରି ଏକ ନୂତନ ରାଜା ମିଶର ଦେଶରେ ହେଲେ। ସେ ଆପଣା ଲୋକମାନଙ୍କୁ କହିଲେ, ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କ ଠାରୁ ଅଧିକ ଅଟନ୍ତି। ସେମାନେ ଯେପରି ବଧିତ ନ ହୁଅନ୍ତି, ପୁଣି ଯୁଦ୍ଧ ଘଟିଲେ ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ। ଅନନ୍ତର ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଲେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ। ପୁଣି ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର ଅର୍ଥାତ୍ ପିଥୋମ ଓ ରାମିସେସ ନିର୍ମାଣ କରାଇଲେ। ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଲେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି ସେତେ ଅଧିକ ବ୍ୟାପିଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ। ତହିଁରେ ମିଶ୍ରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟ କର୍ମ କରାଇଲେ। ପୁଣି କାଦୁଅ ଓ ଇଟା ଓ ବିଲର ସବୁ କର୍ମାଦି କଠିନ ଦାସକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେ ସମସ୍ତ ଦାସ୍ୟକର୍ମ କରାଇଲେ, ସେ ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ। ଅନନ୍ତର ମିଶ୍ରୀୟ ରାଜା ସିଫ୍ରା ଓ ପୁଇଆ ନାମ୍ନୀ ଦୁଇ ଏବ୍ରିଆ ଧାତ୍ରୀଙ୍କୁ ଏହି କଥା କହିଲେ, ଯେଉଁ ସମୟରେ ତୁମ୍ଭେମାନେ ଏବ୍ରିଆ ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମସନରେ ଦେଖିବ, ସେ ସମୟରେ ଯେବେ ପୁତ୍ର ସନ୍ତାନ ହେବ, ତେବେ ତାକୁ ବଧ କରିବ, ଆଉ ଯେବେ କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ। ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିଶ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣ ନ କରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲେ। ତେଣୁ ମିଶ୍ରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଏପରି କାର୍ଯ୍ୟ କି ହେତୁ କରୁଅଛ? ପୁତ୍ର ସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ? ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରିଆ ସ୍ତ୍ରୀଗଣ ମିଶ୍ରିଆ ସ୍ତ୍ରୀଗଣ ପରି ନୁହନ୍ତି। ସେମାନେ ବଳବତୀ। ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି। ପୁଣି ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ। ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ। ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ। ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ର ସନ୍ତାନକୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ। ଯାତ୍ରା ପୁସ୍ତକ 2 ପର୍ବ। ଅନନ୍ତର ଲେବି ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବି ବଂଶଜାତ ଏକ କନ୍ୟାକୁ ବିବାହ କଲା। ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା। ପୁଣି ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ 3 ମାସ ଯାଏ ଗୋପନରେ ରଖିଲା। ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳ ନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନଦୀ ତୀରସ୍ଥ ନଳବନରେ ରଖିଲା। ପୁଣି ତାହାର କି ଦଶା ହେବ ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା। ଅନନ୍ତର ଫାରୋଙ୍କର କନ୍ୟା ସ୍ନାନ ନିମନ୍ତେ ନଦୀକି ଆସନ୍ତେ ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକି ପଠାଇଲା। ସେ ପେଡ଼ି ଫିଟାଇ ସେ ବାଳକକୁ ଦେଖିଲା,
आउ देख से बालक कांदुअछि। तहिंरे से दया बही कहिला, एइटी एब्रिय बालक। सेतेबेले ताहार भगिनी फारोंकर कन्या को कहिला, मु जाई आपणक निमंते एही बालकटी स्तनपान्य कराइबा पई कि एब्रिया स्त्रीगण मध्यरु जणे धात्री की डाकी आनिबी। तहिंरे फारोंकर कन्या कहिला, जाओ। तहु से बालिका जाई से बालकर माता को डाकी आनिला। तेबे फारोंकर कन्या ताहाकु कहिला, तुमे ए बालक को नहीं मो निमंते स्तन्यपान कराओ, मु तुमको बर्तन देवी। तहिंरे से स्त्री बालक को नहीं स्तन्यपान कराइला। अनंतर बालक बढ़ंते से ताकु नहीं फारोंकर कन्या को देला। तहिंरे बालक ताहार पुत्र हैला। तेणु से ताहार नाम मूसा आकर्षित देले, कारण से कहिला, मु जलरू एहाकू आकर्षण कली। कालक्रमे मूसा बड़ हेला उतारे दिनकरे से आपणा भातृगण निकट को जाई सेमानकु भार बहिबार देखिले। पुणी जने मिस्त्रीय तार भातृगण मध्यरु एब्रिकी प्रहार करुथिबार देखिले। एहेतु से एणे तेणे अनाई काहाकू न देखि सेई मिस्त्रीय को बध करी बाली रे पोती देले। आउ द्वितीय दिन उतारे से बाहर को जाई दुई जन एब्री को विवाद करुथिबार देखि दोषी लोक को कहिले, तुम्भे अपना भाई की कहीं प्रहार करुअछ। तहिरे से कहिला, किए तुम्भको आंभ मानक ऊपर राजा और विचारकर्ता करी नियुक्त करिअछि। तुमे जेपरि से मिस्त्रीय लोक को बध कल सेहीपरि कि मते बध करियाकू पांचुअछ। तहिरे मूसा भय पाई कहिले, एकथा अवश्य प्रकाशित होइअछि। अनंतर फारो एक कथा सुनी मूसा को बध करिया पई चेष्टा कले। मात्र मूसा फारो को सम्मुखरु पळाई मिदियन देशरे बास करबाकू जाई गोटे कूप निकटरे बसिले। मिदियनीय याजकर 7टी कन्या थिले। सेमाने सेही स्थान को आसी पितांक मेषपल को जलपान कराइबा पई जल काढ़ी कुंड परिपूर्ण कले। एथि मध्यरे मेषपालक माने आसी सेमानकु तड़ी देबाकू लागिले। मात्र मूसा उठी सेमानकर सहाय्य करी सेमानक पल्लकु जलपान कराइले। अनंतर सेमाने पिता रुएल निकटकू जाते से सेमानकु पचारिला, आजि तुमे माने एते शीघ्र किपरि आसिल? तहिरे सेमाने कहिले, जणे मिस्रीय लोक मेषपालकंक हस्तरु आंभमानकु उद्धार कला। पुणी आंभमानक निमंते जल काढ़ी मेषपल्लकु जलपान कराइला। तेबे से आपणा कन्या मानकु कहिला, से केउठारे? तुमे माने ताकु काहींकि छाड़ी आसिल? ताकु डाक, से आंभमानक सहित भोजन करिब। अनंतर मूसा सेही मनुष्य सहित बास करबाकू सम्मत हेले। पुणी से मूसांक सहित आपणा कन्या सिपोरार विवाह देला। एथि उतारे से स्त्री पुत्र प्रसव करन्ते मूसा ताहार नाम गर्सेम अत्र प्रवासी देले। कारण से कहिले, मु विदेश रे प्रवासी होइअछि। बहुकाल उत्तरे मिस्रीय राजांकर मृत्यु हेला। पुणी इस्राएल संतानगण दास्यकर्म हेतुरु हाहाकार और क्रंदन कले और दास्यकर्म सकाशु सेमानक आर्तनाद परमेश्वर छामुरे उपस्थित हेला। तहिरे परमेश्वर सेमानक आर्तस्वर शुणिले। आउ अब्राहम और इसहाक और जाकुबंक सहित कृत अपना नियम स्मरण करी इस्राएल संतानगण प्रति दृष्टिपात कले और सेमानक अवस्था जानिले। यात्रा पुस्तक 3 पर्व। सेही समय मूसा अपना ससुर जिथ्रो नामक मिदियनीय याजकर मेषपल चराउथिले। दिनकर से प्रांतर रे पश्चात भार रे मेषपल घेनी हेरोब नामक परमेश्वरक पर्वत रे उपस्थित हेले। एथिरे गोटे बुदा मध्यरु अग्निशिखारे सदाप्रभुंकर दूत तांकु दर्शन देले। तहु से अनाइले, आउ देख बुदा अग्नि रे प्रज्वलित हेउअछि, तथापि बुदा नष्ट हेउ नाही। तेणु मूसा कहिले, मु एक पाखकु जाई एई महा आश्चर्य विषय देखिबी, बुदाटा काहींकि दग्ध हेउ नाही। मात्र सदाप्रभु जेतेबेले देखिले जे से देखिबा निमंते एक पाखकु जाउछंती, सेतेबेले परमेश्वर बुदा मध्यरु तांकु डाकी कहिले, हे मूसा, हे मूसा। तहिरे से कहिले, एई देखंतु मु उपस्थित अछि। तहु से कहिले, तुमे ए स्थानर निकटवर्ती हुओ नहीं, तुम पादरु पादुका काढ़, कारण तुम्हे जेउ स्थान रे ठिया हेउअछ ता पवित्र भूमि। से आहुरी कहिले, आम्भे तुमर पैतृक परमेश्वर,
ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର। ତହିଁରେ ମୂଷା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ। ଅନନ୍ତର ସଦାପ୍ରଭୁ କହିଲେ, ଆମ୍ଭେ ମିଶର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଲେଶ ନିତ୍ୟାନ୍ତ ଦେଖିଅଛୁ ଓ କାର୍ଯ୍ୟଶାସକଙ୍କ ଲାଗି ସେମାନଙ୍କ ରୋଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ। ଏହେତୁ ମିଶରୀୟ ଲୋକଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ ଅର୍ଥାତ୍ କିଣାନୀୟ ଓ ହିତ୍ତୀୟ ଓ ଇମୋରୀୟ ଓ ପିରିସୀୟ ଓ ହିବ୍ଦୀୟ ଓ ଜିବୁସୀୟମାନେ ଯେଉଁ ସ୍ଥାନରେ ଥାଆନ୍ତି ସେହି ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବାକୁ ଓହ୍ଲାଇ ଆସିଲୁ। ଯେହେତୁ ଦେଖ, ଇସ୍ରାଏଲ ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହେଲା। ଆହୁରି ମିଶ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଦୌରାତ୍ମ୍ୟ ବ୍ୟବହାର କରନ୍ତି ତାହା ଆମ୍ଭେ ଦେଖିଲୁ। ଏଣୁ ଏବେ ଆସ, ଆମ୍ଭେ ତୁମକୁ ଫାରୋ ନିକଟକୁ ପ୍ରେରଣ କରିବା। ତୁମେ ମିଶରଠାରୁ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବ। ତହିଁରେ ମୂଷା ପରମେଶ୍ୱରଙ୍କୁ କହିଲେ, ମୁଁ କିଏ ଯେ ଫାରୋଙ୍କ ନିକଟକୁ ଯାଇ ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି? ତହୁଁ ସେ କହିଲେ, ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା। ପୁଣି ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ ତହିଁର ଏହି ଚିହ୍ନ ଜାଣିବ। ତୁମ୍ଭେ ମିଶରରୁ ଲୋକସମୂହକୁ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ। ଅନନ୍ତର ମୂଷା ପରମେଶ୍ୱରଙ୍କୁ କହିଲେ, ଦେଖ, ମୁଁ ଯେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି କି ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ପୁଣି ସେମାନେ ପଚାରିବେ ତାହାଙ୍କର ନାମ କଣ, ସେତେବେଳେ ମୁଁ କି ଉତ୍ତର ଦେବି? ତହିଁରେ ପରମେଶ୍ୱର ମୂଷାଙ୍କୁ କହିଲେ, ଆମ୍ଭେ ଯେ ଅଛୁ ସେ ଅଛୁ। ପୁଣି ସେ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କହିବ, ସ୍ୱୟମ୍ଭୁ ଆମ୍ଭେ ଅଛୁ, ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି। ପରମେଶ୍ୱର ମୂଷାଙ୍କୁ ଆହୁରି କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି କଥା କହିବ, ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର ଯେ ସଦାପ୍ରଭୁ ସ୍ୱୟମ୍ଭୁ, ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି। ଆମ୍ଭର ଏହି ନାମ ଅନନ୍ତ କାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ। ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନ ଗଣକୁ ଏକତ୍ର କରି ଏହି କଥା କୁହ, ତୁମ୍ଭମାନଙ୍କର ପୂର୍ବପୁରୁଷ ଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହମ ଓ ଇସାହାକ ଓ ଜାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିଶରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି ସେ ସମସ୍ତର ତତ୍ତ୍ୱାନୁସନ୍ଧାନ କରିଅଛୁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିଶରର କ୍ଲେଶରୁ ଉଦ୍ଧାର କରି କିଣାନୀୟମାନଙ୍କର ଓ ହିତ୍ତୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ପିରିସୀୟମାନଙ୍କ ଓ ହିବ୍ଦୀୟମାନଙ୍କ ଓ ଜିବୁସୀୟମାନଙ୍କର ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ। ସେଥିରେ ସେମାନେ ତୁମ୍ଭ ରବରେ ଅବଦାନ କରିବେ। ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନ ବର୍ଗ ମିଶରର ରାଜା ନିକଟକୁ ଯାଇ ଏହି କଥା କହିବ, ଏବ୍ରିୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ 3 ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦିଅନ୍ତୁ। ମାତ୍ର ଆମେ ଜାଣୁ, ମିଶରର ରାଜା ତୁମ୍ଭମାନଙ୍କୁ ଯିବା ପାଇଁ ଅନୁମତି ଦେବ ନାହିଁ। ପରାକ୍ରାନ୍ତ ହସ୍ତ ପ୍ରକାଶିତ ହେଲେ ସୁଦ୍ଧା ଦେବ ନାହିଁ। ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେ ସକଳ ଆଶ୍ଚର୍ଯ୍ୟକର୍ମ କରିବା ତଦ୍ୱାରା ମିଶରକୁ ଆଘାତ କଲା ଉତ୍ତାରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ। ଆଉ ଆମ୍ଭେ ମିଶ୍ରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହର ପାତ୍ର କରିବା। ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ରିକ୍ତ ହସ୍ତରେ ଯିବ ନାହିଁ। ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହ ପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ। ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ର କନ୍ୟାଙ୍କୁ ପିନ୍ଧାଇବ। ଏହି ରୂପେ ତୁମ୍ଭେମାନେ ମିଶ୍ରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ। ଯାତ୍ରା ପୁସ୍ତକ 4 ପର୍ବ। ଏଥିରେ ମୂଷା ଉତ୍ତର କଲେ, ଦେଖନ୍ତୁ, ସେମାନେ ମୋତେ ପ୍ରତ୍ୟୟ କରିବେ ନାହିଁ, ମୋ ରବରେ ମନୋଯୋଗ କରିବେ ନାହିଁ।
ମାତ୍ର ସେମାନେ କହିବେ, ସଦାପ୍ରଭୁ ତୁମକୁ ଦର୍ଶନ ଦେଇନାହାନ୍ତି। ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ହସ୍ତରେ ସେଇଟା କଣ? ସେ କହିଲେ, ଯଷ୍ଟି। ତହୁ ସେ କହିଲେ, ତୁମେ ଭୂମିରେ ପକାଅ। ତେଣୁ ସେ ତାକୁ ଭୂମିରେ ପକାନ୍ତେ ତାହା ସର୍ପ ହେଲା। ତହିଁରେ ମୂଷା ତାହା ଆଗରୁ ପଳାଇଗଲେ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ସେମାନଙ୍କ ପୂର୍ବପୁରୁଷ ଗଣର ସଦାପ୍ରଭୁ ପରମେଶ୍ୱର ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର ଯେ ତୁମକୁ ଦର୍ଶନ ଦେଇଅଛନ୍ତି, ଏହା ଯେପରି ସେମାନେ ବିଶ୍ୱାସ କରିବେ। ଏଥିପାଇଁ ତୁମେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର। ତହିଁରେ ସେ ହସ୍ତ ବଢ଼ାଇ ତାହାକୁ ଧରନ୍ତେ ତାଙ୍କ ହସ୍ତରେ ସେ ଯଷ୍ଟି ହେଲା। ଅନନ୍ତର ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, ତୁମେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ। ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ। ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା। ଏଥିରେ ସେ କହିଲେ, ତୁମେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ। ସେମାନେ ଯେବେ ତୁମକୁ ପ୍ରତ୍ୟୟ ନ କରିବେ ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ପ୍ରତ୍ୟୟ କରିବେ। ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ। ଦେଖ, ତାହା ପ୍ରକୃତ ମାଂସ ହେଲା। ଏହି ଦୁଇ ଚିହ୍ନରେ ଯେବେ ସେମାନେ ପ୍ରତ୍ୟୟ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମେ ନଦୀ ଜଳରୁ କିଛି ନେଇ ଶୁଷ୍କ ଭୂମିରେ ଢାଳ। ତହିଁରେ ତୁମେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ। ଅନନ୍ତର ମୂଷା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଳଜିହ୍ୱ ଅଟେ। ତହିଁରେ ସଦାପ୍ରଭୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟି ବିଶିଷ୍ଟ କି ଅବା ଦୃଷ୍ଟିହୀନ କିଏ କରଇ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? ଏଣୁ ଏବେ ଯାଅ, ଆମ୍ଭେ ତୁମ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା। ତହିଁରେ ସେ କହିଲେ, ହେ ପ୍ରଭୁ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ ତାହା ଦ୍ୱାରା ପଠାନ୍ତୁ। ତହିଁରେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ତେଣୁ ସେ କହିଲେ, ଲେବୀୟ ହାରଣ କି ତୁମର ଭାଇ ନୁହେଁ? ଆମ୍ଭେ ଜାଣୁ ସେ ସୁବକ୍ତା। ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି। ପୁଣି ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ। ତୁମେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ। ପୁଣି ଆମ୍ଭେ ତୁମର ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା। ସେ ଲୋକମାନଙ୍କ ନିକଟରେ ତୁମର ପ୍ରତିନିଧି ବକ୍ତା ହେବ। ସେ ତୁମ୍ଭର ମୁଖ ସ୍ୱରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ୱର ତୁଲ୍ୟ ହେବ। ଆଉ ତୁମ୍ଭେ ଆପଣା ହସ୍ତରେ ଏହି ଯଷ୍ଟି ଘେନ, ଯେଣୁ ଏହା ଦ୍ୱାରା ତୁମ୍ଭେ ଏହି ସମସ୍ତ ଚିହ୍ନ ଦେଖାଇବ। ଅନନ୍ତର ମୂଷା ଆପଣା ଶ୍ୱଶୁର ଜିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, ମୁଁ ବିନୟ କରୁଅଛି, ମିଶର ସ୍ଥିତ ମୋହର ଭାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜି ଯାଏ ବଞ୍ଚିଛନ୍ତି କି ନାହିଁ ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ। ତହିଁରେ ଜିଥ୍ରୋ ମୂଷାଙ୍କୁ କହିଲା, କୁଶଳରେ ଯାଅ। ଆଉ ସଦାପ୍ରଭୁ ମିଦିୟନରେ ମୂଷାଙ୍କୁ କହିଥିଲେ, ତୁମେ ମିଶରକୁ ଫେରିଯାଅ, ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ ସେ ସମସ୍ତେ ମରିଅଛନ୍ତି। ତ ମୂଷା ଆପଣା ଭାର୍ଯ୍ୟା ଓ ପୁତ୍ରଗଣଙ୍କୁ ଗଧ ଉପରେ ଚଢ଼ାଇ ମିଶର ଦେଶକୁ ଫେରିଗଲେ। ପୁଣି ସେ ଆପଣା ହସ୍ତରେ ପରମେଶ୍ୱରଙ୍କର ସେହି ଯଷ୍ଟି ନେଲେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ସାବଧାନ, ତୁମେ ମିଶରକୁ ଫେରିଗଲେ ଆମ୍ଭେ ତୁମ୍ଭ ହସ୍ତରେ ଯେ ସବୁ ଆଶ୍ଚର୍ଯ୍ୟ କର୍ମ କରିବାକୁ ଦେଇଅଛୁ ତାହା ଫାର ସାକ୍ଷାତରେ କରିବ, ମାତ୍ର ଆମ୍ଭେ ତାହାର ମନ କଠିନ କରିବା। ତହିଁରେ ସେ ଲୋକମାନଙ୍କୁ ଛାଡ଼ିଦେବ ନାହିଁ। ପୁଣି ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମ୍ଭର ପୁତ୍ର, ଆମ୍ଭର ଜ୍ୟେଷ୍ଠ ପୁତ୍ର। ଆମ୍ଭେ ତୁମକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ିଦିଅ, ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ। ଦେଖ, ଆମ୍ଭେ ତୁମ ପୁତ୍ରକୁ ତୁମ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା। ଅନନ୍ତର ପଥ ମଧ୍ୟରେ ଉତ୍ତରୀୟ ଗୃହରେ ସଦାପ୍ରଭୁ ତାହାକୁ ପାଇ ବଧ କରିବାକୁ ଚେଷ୍ଟା କଲେ। ସେତେବେଳେ ସିପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, ତୁମେ ନିତ୍ୟାନ୍ତ ମୋହର ରକ୍ତପ୍ରିୟ ବର। ଏହି ରୂପେ ପରମେଶ୍ୱର ତାଙ୍କୁ ଛାଡ଼ିଦେଲେ। ତହିଁରେ ସେ ସ୍ତ୍ରୀ କହିଲା,
ସୁନ୍ନତ ପ୍ରଯୁକ୍ତ ତୁମେ ରକ୍ତପ୍ରିୟ ବର ଅଟ। ଅନନ୍ତର ସଦାପ୍ରଭୁ ହାରୋନକୁ କହିଲେ, ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ। ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କ ଆଜ୍ଞାପିତ ସମସ୍ତ ଚିହ୍ନ ହାରୋନକୁ ଜଣାଇଲେ। ଅନନ୍ତର ମୋଶା ଓ ହାରୋନ ଯାଇ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନ ବର୍ଗକୁ ଏକତ୍ର କଲେ। ପୁଣି ହାରୋନ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ସମସ୍ତ ବାକ୍ୟ କହିଲେ। ପୁଣି ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ। ତହିଁରେ ଲୋକମାନେ ପ୍ରତ୍ୟୟ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ବୁଝି ସେମାନେ ତାହାଙ୍କୁ ପ୍ରଣାମ କରି ଭଜନା କଲେ। ଯାତ୍ରା ପୁସ୍ତକ 5 ପର୍ବ। ଅନନ୍ତର ମୋଶା ଓ ହାରୋନ ପ୍ରବେଶ କରି ଫାରୋଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ତହିଁରେ ଫାରୋ କହିଲେ, ସଦାପ୍ରଭୁ କିଏ ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ିଦେବୁ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ିଦେବୁ ନାହିଁ। ସେମାନେ କହିଲେ, ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି, ଏଣୁ ଆମ୍ଭେମାନେ ବିନୟ କରୁଅଛୁ। ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ 3 ଦିନର ପଥ ଯିବାକୁ ଦିଅନ୍ତୁ, ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ। ସେମାନେ କହିଲେ, ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି, ଏଣୁ ଆମ୍ଭେମାନେ ବିନୟ କରୁଅଛୁ। ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ 3 ଦିନର ପଥ ଯିବାକୁ ଦିଅନ୍ତୁ, ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ। ତ ମିଶ୍ରର ରାଜା ସେମାନଙ୍କୁ କହିଲେ, ହେ ମୋଶା ଓ ହାରୋନ, ତୁମ୍ଭେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ? ତୁମ୍ଭେମାନେ ଆପଣା ଆପଣା ଭାର ବହନ କର୍ମରେ ଯାଅ। ଫାରୋ ଆହୁରି କହିଲେ, ଦେଖ, ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ। ଆଉ ଫାରୋ ସେହିଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଇଷ୍ଟକାଦି ନିର୍ମାଣ ନିର୍ମିତ ପୂର୍ବ ପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାହିଁ। ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ। ପୁଣି ପୂର୍ବରେ ସେମାନଙ୍କ ଉପରେ ଯେତେ ଇଷ୍ଟକ ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ। ତହିଁରୁ କିଛି ମାତ୍ର ଉଣା କର ନାହିଁ, ଯେହେତୁ ସେମାନେ ଅଳସୁଆ। ଏଣୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଛାଡ଼ିଦିଅ ବୋଲି ଡକା ପକାଉଛନ୍ତି। ଯେହେତୁ ଏମାନେ କାର୍ଯ୍ୟଭାରରେ ଭାରାକ୍ରାନ୍ତ ହୋଇ ତହିଁରେ ବ୍ୟସ୍ତ ଥାଆନ୍ତୁ, ମିଥ୍ୟା କଥାରେ ଅବଧାନ ନ କରନ୍ତୁ। ତହିଁ ଉତ୍ତାରୁ ଲୋକମାନଙ୍କର କାର୍ଯ୍ୟଶାସକ ଓ ଅଧ୍ୟକ୍ଷଗଣ ବାହାରେ ଯାଇ ସେମାନଙ୍କୁ କହିଲେ, ଫାରୋ ଏହି କଥା କହନ୍ତେ, ଆମ୍ଭେ ତୁମ୍ଭମାନଙ୍କୁ ଆଉ ପାଳ ଦେବୁ ନାହିଁ। ତୁମେମାନେ ଯେଉଁଠାରେ ପାଅ ସେଇଠାକୁ ଯାଇ ପାଳ ସମ୍ପାଦ, ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଉଣା ହେବ ନାହିଁ। ତହିଁରେ ଲୋକମାନେ ପାଳ ବଦଳେ କୁଟା ସମ୍ପାଦିବାକୁ ସମସ୍ତ ମିଶ୍ର ଦେଶରେ ଛିନ୍ନ ଭିନ୍ନ ହୋଇଗଲେ। ତଥାପି କାର୍ଯ୍ୟଶାସକମାନଙ୍କର ତୋରା କରାଯାଇ କହିଲେ, ପାଳ ପାଇବା ବେଳେ ଯେପରି ତୁମେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତି ଦିନ ସମ୍ପୂର୍ଣ୍ଣ କର। ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲ ବଂଶୀୟ ଯେଉଁ କାର୍ଯ୍ୟ ଅଧ୍ୟକ୍ଷମାନଙ୍କୁ ରଖିଥିଲେ, ସେମାନଙ୍କୁ ପ୍ରହାର କରି କହିଲେ, ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁନାହ? ତହିଁରେ ଇସ୍ରାଏଲ ବଂଶୀୟ କାର୍ଯ୍ୟଧ୍ୟକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆପଣ କାହିଁକି ଆପଣା ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି? ଆପଣଙ୍କ ଦାସମାନଙ୍କୁ ପାଳ ଦିଆଯାଏ ନାହିଁ, ତଥାପି ସେମାନେ କହନ୍ତି, ଇଟା ବନାଅ। ଆଉ ଦେଖନ୍ତୁ, ଆପଣଙ୍କ ଦାସମାନେ ପ୍ରହାରିତ ହୁଅନ୍ତି, ମାତ୍ର ଦୋଷ ଆପଣଙ୍କର ନିଜ ଲୋକଙ୍କର। ତହୁଁ ସେ କହିଲେ, ତୁମ୍ଭେମାନେ ଅଳସୁଆ, ଖାଲି ଅଳସୁଆ, ଏଇଥିପାଇଁ କହୁଛ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଛାଡ଼ିଦିଅ। ଏବେ ଯାଅ, କର୍ମ କର, ତୁମ୍ଭମାନଙ୍କୁ ପାଳ ଦିଆଯିବ ନାହିଁ। ତଥାପି ତୁମ୍ଭମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ। ତହିଁରେ ତୁମ୍ଭମାନଙ୍କର ଦୈନିକ ନିରୂପିତ ଇଷ୍ଟକରୁ କିଛି ଉଣା ହେବ ନାହିଁ। ଏହି କଥାରେ ଇସ୍ରାଏଲ ବଂଶୀୟ
କାର୍ଯ୍ୟଦକ୍ଷ ମାନେ ଦେଖିଲେ ଯେ ସେମାନଙ୍କର ଦଶା ଅମଙ୍ଗଳ ସୂଚକ। ଅନନ୍ତର ସେମାନେ ଫାରୋଙ୍କ ନିକଟକୁ ଆସିବା ବେଳେ ମୋଶା ଓ ହାରୋନଙ୍କର ସାକ୍ଷାତ ପାଇଲେ। ସେମାନେ ପଥରେ ଠିଆ ହୋଇଥିଲେ। ଏଣୁ ସେମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କର ଭ୍ରାତି ଦୃଷ୍ଟି କରି ବିଚାର କରନ୍ତୁ। ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କର ସୁଗନ୍ଧକୁ ଦୁର୍ଗନ୍ଧ କରି ଆମ୍ଭମାନଙ୍କର ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ୍ଗ ଦେଲ। ଅନନ୍ତର ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, ହେ ପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କର ଅମଙ୍ଗଳ କାହିଁକି କଲ? ମୋତେ ବା ପଠାଇଲ କାହିଁକି? କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରୁଛନ୍ତି। ପୁଣି ତୁମ୍ଭେ ଆପଣା ଲୋକମାନଙ୍କର କିଛି ମାତ୍ର ଉଦ୍ଧାର କରିନାହ। ପ୍ରେଜ୍ ଦ ଲର୍ଡ। ଗୁଡ୍ ମର୍ଣ୍ଣିଂ। ଆଜି ଦିନ ସଂଖ୍ୟା 12, ଶନିବାର। ଯାତ୍ରା ପୁସ୍ତକ 1 ପର୍ବ ଠାରୁ 5 ପର୍ବ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଆମ୍ଭେମାନେ ଆଲୋଚନା କରିବା। ଆଦି ପୁସ୍ତକ 50 ପର୍ବ ପରବର୍ତ୍ତୀ 400 ବର୍ଷ ଉତ୍ତାରେ ଯାତ୍ରା ପୁସ୍ତକର ଆରମ୍ଭ ହେଲା। ଆଉ ସେହି ସମୟ ବେଳକୁ ଏବ୍ରିୟମାନଙ୍କ ଜନସଂଖ୍ୟା ବୃଦ୍ଧି ପାଇ 70 ନମ୍ବରରୁ ବୃଦ୍ଧି ପାଇ ପ୍ରାୟ 25 ଲକ୍ଷ ହୋଇଯାଇଥିଲା। ବର୍ତ୍ତମାନ ଈଶ୍ୱରଙ୍କ ରାଜ୍ୟର ନାଗରିକମାନଙ୍କ ସୃଷ୍ଟି ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିଲା। ଖୁବ୍ ଶୀଘ୍ର ବୃଦ୍ଧି ପାଉଥିବା ଏବ୍ରିୟମାନଙ୍କ ସକାଶେ ଭୀତ ହୋଇ ଫାରୋ ଏବ୍ରିୟ ଶିଶୁମାନଙ୍କୁ ହତ୍ୟା କରିବା ନିମନ୍ତେ 2 ଥର ପ୍ରଚେଷ୍ଟା କଲେ। ଏହି ପ୍ରକାର ଭୀଷଣ ତାଡ଼ନା ସମୟରେ ପରମେଶ୍ୱରଙ୍କର ମନୋନୀତ ମୋଶାଙ୍କର ଜନ୍ମ ହେଲା ଏବଂ ଫାରୋର ଝିଅଙ୍କ ପୋଷ୍ୟପୁତ୍ର ଭାବରେ ଦୀର୍ଘ 40 ବର୍ଷ ପର୍ଯ୍ୟନ୍ତ ମିଶରୀୟମାନଙ୍କର ସମସ୍ତ ବିଦ୍ୟାରେ ପ୍ରଶିକ୍ଷିତ ହେବାକୁ ସେ ତାଙ୍କୁ ରାଜପ୍ରାସାଦରେ ରହିବା ପାଇଁ ଆୟୋଜନ କଲେ। କିନ୍ତୁ ତାଙ୍କ ଏବ୍ରିୟ ପରିଚୟ ବିଷୟରେ ଜାଣି ଜଣେ ଏବ୍ରିୟଙ୍କ ପ୍ରତି ହେଉଥିବା ଅତ୍ୟାଚାର ସକାଶେ ସେ ଜଣେ ମିଶରୀୟକୁ ହତ୍ୟା କଲେ ଏବଂ ମିଦିୟନ ଦେଶକୁ ପଳାୟନ କଲେ। ପରବର୍ତ୍ତୀ 40 ବର୍ଷ ସେ ଯେତେବେଳେ ମିଦିୟନ ଦେଶରେ ଜଣେ ମେଷପାଳକ ଭାବରେ ରହୁଥିଲେ, ସେହି ସମୟରେ ସେ ସିନଇ ପର୍ବତରେ ଗୋଟିଏ ଜ୍ୱଳନ୍ତା ବୁଦା ମଧ୍ୟରେ ଈଶ୍ୱରଙ୍କ ଦର୍ଶନ ପାଇଲେ। ଈଶ୍ୱର ମୋଶାଙ୍କୁ ଆହ୍ୱାନ କଲେ ଓ ଇସ୍ରାଏଲମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବାର କାର୍ଯ୍ୟଭାର ସମର୍ପଣ କଲେ। ଏହି ସମୟରେ ମୋଶା ଈଶ୍ୱରଙ୍କୁ ତାଙ୍କ ନାମ ପଚାରିଲେ ଆଉ ଈଶ୍ୱର ତାଙ୍କୁ ତାଙ୍କ ନାମ ଜଣାଇଲେ। ସେହି ନାମ ହେଉଛି ଜିହୋବା ଆମ୍ଭେ ଯେଅଟୁ ସେଅଟୁ। ଏହା ଈଶ୍ୱରଙ୍କ ନାମ ଯିଏ ତାଙ୍କ ଲୋକମାନଙ୍କ ମଧ୍ୟରେ ବାସ କରିବେ। ଏହାର ଏବ୍ରି ଶବ୍ଦ ଶେଖାଇନା, ଈଶ୍ୱରଙ୍କ ମହିମା, ଈଶ୍ୱରଙ୍କ ଗୌରବ, ଗଡ୍ସ ଗ୍ଲୋରି। ଏବଂ ସେ ସେମାନଙ୍କ ଉପରେ ରାଜତ୍ୱ କରିବେ ଓ ସେମାନଙ୍କୁ କଢ଼ାଇ ନେବେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।